श्री जगन्नाथଙ୍କ ରଥର ନାମ ନନ୍ଦିଘୋଷ କାହିଁକି? ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ କାହିଁକି? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଦେଲେ ଉତ୍ତର। ଯେଉଁ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସୀନ ହୁଅନ୍ତି ତାର ନାମ ନନ୍ଦିଘୋଷ। କେହି କେହି ଏହାକୁ ଗରୁଡ଼ ଧ୍ୱଜ ବୋଲି କହୁଥିଲେ ବି ଏହା କିନ୍ତୁ ନନ୍ଦିଘୋଷ ନାମରେ ବିଶ୍ୱବିଦିତ। ଏକଥା କେବଳ ଓଡ଼ିଶା ନୁହେଁ ବରଂ ବିଶ୍ୱବାସୀ ଜାଣିଥିବେ। ହେଲେ ଜାଣନ୍ତି ମହାପ୍ରଭୁଙ୍କ ରଥର ନାମ ନନ୍ଦିଘୋଷ କାହିଁକି? ଅନ୍ୟ କିଛି ତ ହୋଇପାରିଥାନ୍ତା, ହେଲେ ନନ୍ଦିଘୋଷ କାହିଁକି? ଏ ସମ୍ପର୍କରେ ଯେତେବେଳେ ପଚରାଗଲା ନିରବି ଗଲେ ଶାସ୍ତ୍ରକାର, ହେଲେ ଉତ୍ତର ରଖିଲେ ଉତ୍କଳ ମାଟିର ବରପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କାଳଜାଇ ବୈଦେହୀଶ ବିଳାସରେ ପ୍ରଥମ ଥର ପାଇଁ ଲେଖିଲେ ଏହାର କାରଣ। ମହାପ୍ରଭୁଙ୍କ ରଥର ନାଁ ନନ୍ଦିଘୋଷ ଏଥିପାଇଁ, ଯେତେବେଳେ ତ୍ରେତୟାରେ ପୁରୁଷୋତ୍ତମ ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା, ସେତେବେଳେ ରାବଣ ରଥ ଓ ପୁଷ୍ପକ ଯାନ ଚଢ଼ି ଯୁଦ୍ଧ କରୁଥିବା ବେଳେ ଶ୍ରୀରାମ କିନ୍ତୁ ପଦଚାରୀ ଚାଲି ଚାଲି ଯୁଦ୍ଧ କରୁଥାନ୍ତି। ତାଙ୍କ ପାଖରେ ତ କିଛି ନାହିଁ, କାରଣ ସେ ତ ଏଭଳି ଭୀଷଣ ଯୁଦ୍ଧର ଲକ୍ଷ୍ୟ ନେଇ ବନବାସ ଆସିନଥିଲେ। ତେଣୁ ତାଙ୍କର ଏସବୁରେ କିଛି ଆବଶ୍ୟକତା ନଥିଲା। ହେଲେ ଯେତେବେଳେ ମା ସୀତାଙ୍କୁ ହରଣ କରିଥିବା ରାବଣ ସହ ଯୁଦ୍ଧ କରିବାର ସମୟ ଆସିଲା, ସେ ଭୂପୃଷ୍ଠରେ ରହି କେବେ ରଥାରୂଢ଼ ତ କେବେ ଶୂନ୍ୟରେ ପୁଷ୍ପକ ଯାନରେ ବସି ପ୍ରହାର କରୁଥିବା ରାବଣ ସହ ଯୁଦ୍ଧ କରୁଛନ୍ତି। ଏହା ଦେଖି ବ୍ରହ୍ମାଙ୍କ ଅବତାର କୁହାଯାଉଥିବା ଜାମ୍ବବନ୍ତ ଦେବତାମାନଙ୍କୁ ପ୍ରାର୍ଥନା କଲେ ଶ୍ରୀରାମଙ୍କୁ ଏକ ରଥ ଦେବା ପାଇଁ। ପ୍ରାର୍ଥନା ଶୁଣି ସମସ୍ତ ଦେବତା ଏକାଠି ହୋଇ ଏକ ରଥ ନିର୍ମାଣ କଲେ। ଏଥିରେ ନିଜ ନିଜର ଶକ୍ତିକୁ ସମନ୍ୱିତ କଲେ। ଏହା ଦେଖି ସ୍ୱୟଂ ମହାଦେବ ପ୍ରଭୁଙ୍କୁ ପ୍ରାର୍ଥନା କଲେ। ପ୍ରଭୁଙ୍କ ସେବାରେ ନିଜର ସେବା ଦେବାକୁ ନିବେଦନ କଲେ। ଏଥିପାଇଁ ପ୍ରଭୁ ସହମତି ଦିଅନ୍ତି। ମହାଦେବ ନିଜର ସେବକ ନନ୍ଦୀକୁ ପ୍ରେରଣ କଲେ। କହିଲେ, ନନ୍ଦୀଙ୍କ ନିର୍ଗାତ ଶବ୍ଦ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ। ତେଣୁ ଯେତେବେଳେ ରଥ ଚାଲୁଥିବ, ରଥର ଗୋଟିଏ ଚକ୍ର ଊର୍ଦ୍ଧ୍ୱରେ ଅବସ୍ଥାନ କରିବେ ନନ୍ଦୀ। ସେ ଯେଉଁ ନିର୍ଦ୍ଦୋଷ ବିକଟାଳ ଶବ୍ଦ କରିବେ, ସେଥିରେ ରାବଣର ଭୟରେ ଛତ୍ରଭଙ୍ଗ ହେବ। ଭକ୍ତ ଜାଣିଥିବେ, ଯେତେବେଳେ ସଦାଶିବ ପ୍ରଳୟ ତାଣ୍ଡବ କରନ୍ତି, ନନ୍ଦୀ ଏକ ଶୃଙ୍ଗୀ ବାଦ୍ୟକୁ ନିନାଦନ କରନ୍ତି। ତାଣ୍ଡବରେ ନନ୍ଦୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଦ୍ୟ ବଜାଇ ନନ୍ଦୀ ପ୍ରଳୟ ଉଦ୍ଘୋଷଣା କରନ୍ତି। ତାଙ୍କ ଉଦ୍ଘୋଷଣାରେ ହିଁ ଅଧା ପ୍ରଳୟ ହୋଇଯାଏ। ତେଣୁ ଯେତେବେଳେ ମହାଦେବ ନନ୍ଦୀକୁ ପ୍ରେରଣ କଲେ, ନନ୍ଦୀ ଶ୍ରୀରାମଙ୍କ ରଥ ଚକ ଉପରେ ବସିଲେ। ନନ୍ଦୀଙ୍କ ମୁହଁରୁ ଯେଉଁ ବିକଟାଳ ଶବ୍ଦ ନିର୍ଗତ ହେଲା, ସେଥିରେ ରାବଣର ଅର୍ଦ୍ଧେକ ଦାନବ ସେନା ଧ୍ୱଂସ ହୋଇଗଲେ। ଏହି ନ୍ୟାୟରେ ପୁରୁଷୋତ୍ତମଙ୍କ ରଥର ନାମ ହେଲା ନନ୍ଦିଘୋଷ। କବି ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କ ଏହି କଥାକୁ ସ୍ୱୀକୃତି ଦେଇଛନ୍ତି ଖୋଦ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ଏହା ବାଦ ଆଉ କିଛି ପୁରୁଣା କଥିତ କାରଣ ମଧ୍ୟ ବର୍ଣ୍ଣିତ ହୋଇଛି। ଆଉ ଏକ ରୋଚକ କାରଣ ହେଉଛି, ନନ୍ଦ ଶବ୍ଦର ଅର୍ଥ ହେଉଛି ଯିଏ ଅନ୍ୟକୁ ଆନନ୍ଦ ପ୍ରଦାନ କରେ, ସେ ହେଉଛି ନନ୍ଦ। ଜଗନ୍ନାଥ ମହାପ୍ରଭୁ ନିଜକୁ ସବୁବେଳେ ନନ୍ଦ ରାଜାଙ୍କ ସେଇ ଟିକି ପିଲାଟି ବୋଲି ଭାବୁଥାନ୍ତି। ନିଜ ଭିତରେ ଉଦ୍ରେକ କରନ୍ତି ନନ୍ଦରାଜା ମା ଦେବକୀଙ୍କ ଅପାର ସ୍ନେହ ସହ ଗୋପାଙ୍ଗନଙ୍କ ପ୍ରେମକୁ। ଯେତେ ଯାହା ହେଉ, ନନ୍ଦ ଯେ ତାଙ୍କର ସବୁଠାରୁ ପ୍ରିୟ। ସତେ ଯେପରି ସେ କୁନି କାହ୍ନା ହୋଇ ନନ୍ଦରାଜଙ୍କ କାନ୍ଧରେ ବସି ବୁଲୁଛନ୍ତି। ରଥରେ ବସି ମହାପ୍ରଭୁ ଏହା ଘୋଷଣା କରନ୍ତି। କୁହାଯାଏ ଏଥିପାଇଁ ମଧ୍ୟ ମହାପ୍ରଭୁଙ୍କ ରଥର ନାମ ନନ୍ଦିଘୋଷ। ନନ୍ଦିଘୋଷ ରଥକୁ ଆନନ୍ଦ ଘୋଷ ମଧ୍ୟ କୁହାଯାଏ। ଏ ନନ୍ଦିଘୋଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ କଲେ। ଏହାର କୋଣ ପ୍ରତିକୋଣ ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରେ। ସେଥିପାଇଁ ମଧ୍ୟ ଏହି ରଥର ନାମ ନନ୍ଦିଘୋଷ।